Hello, my dear students. Welcome to my channel. ଆଜି ଆମେ ତୃତୀୟ ଶ୍ରେଣୀ ଗଣିତ ବହିର ଚତୁର୍ଥ ଅଧ୍ୟାୟ ଆରମ୍ଭ କରିବା, ଯାହା ରହିଛି ଛୁଟିରେ ଆଈମାଙ୍କ ସହ। ଦୀପକ ଏବଂ ନନ୍ଦିନୀ ତାଙ୍କ ଆଈମାଙ୍କୁ ବହୁତ ଭଲ ପାଆନ୍ତି। ସେ ସେମାନଙ୍କର ସବୁଠାରୁ ଭଲ ବନ୍ଧୁ। ସେମାନେ ତାଙ୍କ ସହ ଖେଳିବାକୁ ଏବଂ ତାଙ୍କଠାରୁ ଶିଖିବାକୁ ଭଲ ପାଆନ୍ତି। ତାଙ୍କଠାରୁ କାହାଣୀ ଶୁଣିବା ସେମାନଙ୍କର ପ୍ରିୟ କାର୍ଯ୍ୟ। ଆଈ ମା ସେମାନଙ୍କୁ ଏକ ଯାଦୁର କୌଶଳ ଦେଖାଉଛନ୍ତି। ଆଈ ମା କେତେକ କାଚ ଗୋଲି ନେଲେ ଓ କହିଲେ, ମୁଁ ଆଖି ବନ୍ଦ କରୁଛି, ତୁମେ ତୁମର ରୁମାଲରେ କିଛି କାଚ ଗୋଲି ଲୁଚାଇ ରଖ। କେତେ କାଚ ଗୋଲି ଲୁଚାଇ ରଖିଛ ତାହା ମୁଁ ନ ଦେଖି କହିଦେବି। ତ ଏଇଠି ଆଈ ମା ଅଛନ୍ତି ଏବଂ ଏଇଠି ନନ୍ଦିନୀ ଅଛି। ଏଇଠି କେତେଟି କାଚ ଗୋଲି ରହିଛି। ତ 1 2 3 4 5 6 7 8 9 10 11 12 13 14 15 କେତେଟା ରହିଛି? 15ଟା ରହିଛି। ତାପରେ ଦେଖ ଏଇଠି ନନ୍ଦିନୀ କିଛି ଲୁଚେଇ ଦେଇଛି। ନନ୍ଦିନୀ ଲୁଚେଇ ସାରିଲା ପରେ ଆମକୁ କେତୋଟି ଦିଶୁଛି? 1 2 3 4 5 6 7 8 9 10 11। ତ ଆମର କେତୋଟି ଥିଲା? ଆମର ଥିଲା 15ଟି, ଏଠି ରହିଲା 11ଟି। ତ ରୁମାଲ ଭିତରେ କେତୋଟି ରହିଛି? ଏଠି ଆଈ କଣ କହୁଛନ୍ତି? ଆଈ କହୁଛନ୍ତି ତୁମେ ରୁମାଲ ତଳେ 4ଟି ଅଛି। ତୁମର ରୁମାଲ ତଳେ ସେ କେତୋଟି ଲୁଚେଇଛି? 4ଟି ଲୁଚେଇଛି। ଆମର ଥିଲା କେତୋଟି? 15ଟି ଥିଲା। ଏବଂ ଏଇଠି ଆମର ରହିଲା କେତେ? 11ଟି ରହିଲା। ତ ସେ ରୁମାଲ ତଳେ କେତୋଟି ଲୁଚେଇଛି? 4ଟି ସେ ଲୁଚେଇଛି। ଠିକ, ତୁମେ କହିପାରିବ କି କୌଶଳଟି କଣ? ଯୋଡ଼ି କାର୍ଯ୍ୟ ତମ ପାଇଁ ରହିଛି। 2 ଜଣ ମୁହାଁମୁହିଁ ବସିବେ, କିଛି ମଞ୍ଜି କାଚ ଗୋଲି ନେବେ। ଆଈ ମାଙ୍କ ଭଳି ଜଣେ ଲୁଚାଇବ ଓ ଅନ୍ୟ ଜଣେ ନ ଦେଖି ଲୁଚାଇଥିବା ମଞ୍ଜି ଗୋଲି ସଂଖ୍ୟା କହିବ। ତ ଏଇଭଳିଆ ତମେ ଶ୍ରେଣୀ ଗୃହରେ କାର୍ଯ୍ୟ କରିବ। ତାପରେ ଦେଖିବା କଣ ରହିଛି ଆମ ପାଇଁ ରହିଛି। ଆସ କାମଟି କରିବା। କାମରେ କଣ ଦିଆହେଇଛି? ନିମ୍ନ ସାରଣୀରେ ଲୁଚି ରହିଥିବା ମଞ୍ଜି ସଂଖ୍ୟା ଲେଖ। ମୋଟ ମଞ୍ଜି କେତୋଟି ଅଛି? 15ଟି ଅଛି। ବାହାରେ ଥିବା ମଞ୍ଜି କେତୋଟି ରହିଛି? 12ଟି ରହିଛି। ଆମେ ଗଣିଦେବା। ଗଣିକି ଆମେ ଲୁଚି ରହିଥିବା ମଞ୍ଜି କେତୋଟି ହବ? 3ଟି ହବ। ଲେଖିବା। 17ଟି ମୋଟ ମଞ୍ଜି ଅଛି, ସେଥିରେ ବାହାରେ 10ଟି ଅଛି। ତ ଲୁଚିଛି କେତେଟି? 7ଟି ଲୁଚିଛି। 19ଟି ମଞ୍ଜି ଅଛି, 8ଟି ବାହାରେ ଅଛି। ତ ଲୁଚିଛି କେତେଟି? 11ଟି। ମୋଟ ମଞ୍ଜି ଆମର 20ଟି ଅଛି, ବାହାରେ 9ଟି ହେଲା। ତ ଲୁଚି ଯାଇଛି କେତୋଟି? 11ଟି ଲୁଚିଛି। ତାପରେ ଦେଖ ଆମର 23ଟି ମଞ୍ଜିରୁ 7ଟି ବାହାରେ ଅଛି। ତ ଆମର ଲୁଚିଛି କେତେଟି? 16ଟି। 16ରେ ଆମେ 7 ମିଶେଇ ଦେଲେ କେତେ ହବ? 23 ହେଇଯିବ। 27ଟିରୁ ବାହାରେ ଅଛି 12ଟି। ତ ଆମର ଲୁଚିଛି କେତୋଟି? 15ଟି ଲୁଚିକି ରହିଛି। ତ ଏଇଭଳି ଆମେ ଗଣିକି ଏଇଠି ଲେଖିବା। ତାପରେ ଦେଖିବା ଆମର କଣ ରହିଛି। ତାପରେ ଦୁହେଁ ନିଜ ଆଈ ମାଙ୍କ ପାଇଁ ଅନେକ ଜିନିଷ ଆଣିଛନ୍ତି। ଆମେ କହୁଛନ୍ତି, ଦୀପକ ଆଉ ନନ୍ଦିନୀ କହୁଛନ୍ତି, ଆମେ ଆପଣଙ୍କ ପ୍ରିୟ ମିଠା ଆଣିଛୁ। ମୁଁ ଜାଣେ ତୁମେ ପଢିବାକୁ ଭଲ ପାଅ। ଆଗେ 2 ଜଣ କଣ କହିଲେ? କହିଲେ କି ଆମେ ତମ ପାଇଁ ମିଠା ଆଣିଛୁ। ତାପରେ କହୁଛନ୍ତି, ଦୀପକ କହୁଛି, ମୁଁ ଜାଣେ ତୁମେ ପଢିବାକୁ ଭଲ ପାଅ ଆଈ ମା, ତେଣୁ ଆମେ ଆପଣଙ୍କ ପାଇଁ କିଛି ପତ୍ରିକା ଆଣିଛୁ, କିଛି ବହି ଆଣିଛୁ। ନନ୍ଦିନୀ କହିଲା, ଆଈ ମାଙ୍କ ପ୍ରିୟ ମିଠା ବାହାର କଲା ଜିଲାପି। ତ ସେଇଠୁ ତାପରେ ଦେଖ ଏଠି ତ ଦୀପକ ମଧ୍ୟ କହୁଛି, ମୁଁ ବି ଆପଣଙ୍କ ପାଇଁ ଜିଲାପି ଆଣିଛି। ନନ୍ଦିନୀ ବାକ୍ସରେ 7ଟି ଜିଲାପି ଥିଲା। ଏଠି ବକ୍ସରେ ଦିଆ ହେଇଛି, ଗଣି ଦିଅ। 1 2 3 4 5 6 7। ଏବଂ ଦୀପକ ବାକ୍ସରେ 5ଟି ଜିଲାପି ଥିଲା। ତ ଆମ ଆଈ କହୁଛନ୍ତି, ଆମ ପାଖରେ ସମୁଦାୟ କେତୋଟି ଅଛି? ତ ଆମେ ଦେଖ ଗଣିବା। କେମିତି ଗଣିବା ଦେଖ। ଏଇ ଯୋଉ ଆମର ଘର ଦେଇଛି, ଏଇଠି ଆମେ ବିନ୍ଦୁ ସଂଖ୍ୟାରେ ଗଣିବା। ପ୍ରଥମେ ଆମେ କେମିତି ଗଣିବା ଦେଖ। ଏଇଠି ନନ୍ଦିନୀ ଯୋଉ ଆଣିଛି 7ଟି, 1 2 3 4 5 6 7, 7ଟି ଆଣିଛି। ଏବଂ ଦୀପକ କେତୋଟି ଆଣିଛି? 1 2
3 4 5 तापरे आमे बिंदु संख्या गणे करिकी गणिबा प्रथमे नंदिनी रो गणिदबा 1 2 3 4 5 6 7 हो गला तापरे दीपक जो आनीसी पांचटा एठी लिखिबा 1 2 3 4 5 तो मोट केते हैला देखो एठी ऊपर हमर 5 ए हैला 5 केते हैला 10 हैला 10 एठी 11 एवं 12 तो 7टी जिलापी और 5टी जिलापी मिसी केते हेले 12टी जिलापी हैला तापरे से माने कोन कहउछंती देखो एबे देखो नंदिनी कहूची मु दुकान रु 7टी जिलापी किनिथिली एबे 5टी अछि तुमे सेथिरु किछि खाइछो कि सेठू दीपक हसी हसी कहूची हा हा मु किछि खाइथिली से केतोटी खाइथिला 5टी थिला 1 2 3 4 5 6 7टी थिला एबे केतोटी अछि 5टी अछि 1 2 3 4 5 तो से केतोटी खाई देइछि दुईटी खाई देइछि तो केतेटी से खाइथिला दुईटी जिलापी खाइथिला एइटा हमें केमिति जानिबा 7टी जिलापी रु आमे 5टी जिलापी वियोग करि दबा फेडी दबा तो केते हि जीवा हमर दुईटी जिलापी हबो आई मांको पाई दीपक 9टी कहानी पुस्तक आनिथिला एवं नंदिनी आई मांको पाई 7टी गाणितिक धंदा पुस्तक आनिथिला पिला माने आई मांको पाई मोट केतोटी पुस्तक आनिथिले आई मा एठी खुशी ही जाउछंती कहउछंती मो पाई अनेक बही एते बही देखिकी से खुशी ही जाउछंती तापर देखो एठी हमर घर जेछि बिंदु प्रथमे दीपक केतेटी आनिथिला 1 2 3 4 5 6 7 8 9 9टी आनिथिला एवं नंदिनी केतोटी आनिथिला 7टी 1 2 3 4 5 6 7 तो एठी हमर देखो प्रथमे गणित नेक्स्ट पुस्तक नंदिनी केते आनिथिला आमे प्रथमे लिखिबा दीपक केतोटी आनिथिला 9टी आनिथिला 9 लिखिबा एवं हमर नंदिनी केतोटी आनिथिला 7टी आनिथिला केते हेला गणिबा 1 2 3 4 5 6 7 8 9 10 11 12 13 14 15 16 तो केतोटी पुस्तक हेला 16टी पुस्तक हेला पुणी आम पई काम रहिछि आस कामटी करिबा निम्नलिखित समाधान करिबाकू दशक घर व्यवहार कर प्रथम केते अछि 6 रे आमे 8 जोग करिबा तो देखो एठी हमर 6टी घर करिबा 1 2 3 4 5 6 हेला तापरे केते रहिछि 8 रहिछि 8टा करिबा 1 2 3 4 5 6 7 8 एबे आमे गणि दबा केते रहिछि तो 1 2 3 4 5 6 7 8 9 10 11 12 13 14 केते हेला 14 हेला एठी आमे लेखिबा केते 14 तमे पेंसिल रे करिवो तापरे ताकू लिभेकी पुणी थरे जेते बेले 2 नंबर करिवो तापरे पुणी थरे सेही ए भड़िया बिंदु देकी करिवो ठीक अछि तो आमे जिबा नेक्स्ट जिबा कोन रहिला 5 आउ 10 प्रथमे आमे केते करिबा 5 टी बिंदु करिबा 1 2 3 4 5 हेला तापरे केते रहिला 10 रहिला 1 2 3 4 5 6 7 8 9 10 तो यहाँ को गणी दियो केते होची 1 2 3 4 5 6 7 8 9 10 11 12 13 14 15 इठी केते हेला 15 हेला तापरे रहिछि देखो आमे 9 रु 6 टा वियोग करिबा प्रथमे आमे कोन करिबा 9 टी बिंदु देई दबा 1 2 3 4 5 6 7 8 9 9टा हे गला सेथुरु आमे केतोटी काटी दबा 6 टा काटिबा ए हेला 4 ए हेला 2 6 टा काटी देले आउ केतोटी रहिला 1 2 3 3टा रहिला तापरे 4 नंबर रे देखो रहिछि
18 ରୁ ଆମେ 9 କୁ ବିୟୋଗ କରିବା। ତ 18 ରହିଲା, ଏଠି ଆମର ରହିଲା କେତେ 18 ରହିଲା। ଆଗେ ଆମେ 18 ଟା ବିନ୍ଦୁ ଦେଇଦବା 1 2 3 4 5 6 7 8 9 10 11 12 13 14 15 16 17 18। 18 ରୁ ଆମେ କେତେ କାଟିବା 9ଟା କାଟିବା। ଏଠି ଆମର କେତେଟା ରହିଛି 5ଟା ରହିଛି, 5ଟା କାଟିଦେଲେ ଆଉ ଏଠି ତଳେ 5ଟାରୁ 4ଟା କାଟିଦେଲେ ଆଉ କେତେ ରହିଲା 1 2 3 4 5 6 7 8 9। ଏଠି ଆମର କେତେଟି ରହିଲା 9 ରହିଲା। ତ ଏଇଠି ଆମେ ଯେତେବେଳେ ମିଶେଇଥିଲେ କେତେ ହେଇଥିଲା 14 ହେଇଥିଲା, ଏଠି ହେଲା 15 ହେଲା, ଏଠି ହେଲା ଆମର 3, ଏଠି ହେଲା 9। ତାପରେ ରହିଲା ଆସ ଖେଳିବା। ଏଠି ଆମେ ଗୋଟେ ଗ୍ରୁପ କରିକି ଖେଳିବା। ଖେଳଟା କଣ ଅଛି ଦେଖିବା। ଏଇଠି ଦେଖ କାର୍ଡ ଖେଳ ରହିଛି, ଜଣକ ପରେ ଜଣେ ଗୋଟିଏ କାର୍ଡ ଉଠାଅ। ଜଣେ 3ଟି କାର୍ଡ ଉଠାଇବା ପରେ ନିଜେ ଦେଖ ଏହି 3ଟି ସଂଖ୍ୟାକୁ ଯୋଗ ବିୟୋଗ କରି ସମ୍ପର୍କିତ କରାଯାଇ ପାରୁଛି କି? ଯଦି ସମ୍ପର୍କିତ ହେଲା ତେବେ ତୁମେ ସେହି 3ଟି କାର୍ଡ ଜିତିଗଲ। ଏହାକୁ ଅନ୍ୟମାନଙ୍କୁ ଦେଖାଅ। ଏହିଭଳି କାର୍ଡ ଶେଷ ହେବା ପର୍ଯ୍ୟନ୍ତ ଖେଳ ଚାଲିବ। ଯିଏ ଅଧିକ କାର୍ଡ ପାଇବ ସେ ବିଜେତା। ମନେକର ତୁମେ 5 3 ଓ 8 କାର୍ଡ ପାଇଛ, ତେବେ 5 ଓ 3 8 ସବୁ କାର୍ଡ ତୁମର। ଯଦି ସମ୍ପର୍କିତ ନୁହେଁ ତେବେ କାର୍ଡ ଗୁଡ଼ିକ ଖୋଲା ରହିବ। ତ ଦେଖ ଆମର ଯେଉଁ ଏଠି ନମ୍ବର ଗୁଡାକ ଲେଖା ହେଇଛି ତାକୁ ଆମେ ସଂଖ୍ୟା ଗୁଡ଼ିକ ଲେଖା ହେଇଛି ଆଗେ ତାକୁ ଫିଲଅପ କରିଦବା, ପୁରା ଲେଖିଦବା 1 2, ତାପରେ ଏଇଠି ଲେଖିଦବା 3 4 ଆମର ରହିଛି, 5 ଲେଖିଲେ 6 ଅଛି, 7 ଲେଖିଲେ 8, ତାପରେ ରହିଲା ଆମର 9 ବି ଅଛି। ଆଉ ଥରେ ଆମେ କଣ କରିବା 1 2 3 4 5 6 ଏଇଭଳିଆ ସଂଖ୍ୟା ଲେଖିଦେଲେ। ତ ଯେତେବେଳେ ଆମେ ଯେକୌଣସି 3ଟି ଉଠେଇବା, ଯେମିତି ମୁଁ ଉଠେଇଲି 3 5 ଆଉ 8, ଦେଖ 3 ଆଉ 5 ମିଶେଇଲେ କେତେ ହେଇଯାଉଛି 8। ତ ଏ କାର୍ଡ ଗୁଡ଼ିକ ମୋର। ସେଇଭଳିଆ ତମେ ଯଦି 4 2 ଏବଂ 6 ଉଠେଇଲ, 4 ଆଉ 2 କୁ ମିଶେଇଲେ କେତେ ହବ 6 ହବ, ଏ କାର୍ଡ ତୁମର। ସେଇଭଳିଆ ଯଦି ଆମର ଜଣେ ଏହି 6 ଉଠେଇଲା ଆଉ 2 3 ଉଠେଇଲା, 2 ଆଉ 3 କୁ ମିଶେଇଲେ 6 ହଉନାହିଁ, ସେ କାର୍ଡ ଫେରେଇ ଦବ, ସେ ନବ ନାହିଁ, ଏ କାର୍ଡ ସେ ନବ ନାହିଁ। ସେଇଭଳିଆ ଯଦି କେହି 8 2 6 ଉଠେଇଲା, 8 ରୁ ଆମେ 2 ବିୟୋଗ କରିଦେଲେ କେତେ ହେଇଯିବ 6 ହବ, ସେ ଏ କାର୍ଡ ରଖି ନବ। ତ ଏଇଭଳିଆ ଶେଷ ପର୍ଯ୍ୟନ୍ତ ଖେଳ ଚାଲିବ। ତାପରେ ଦେଖ ନନ୍ଦିନୀ ଓ ଦୀପକ ସେମାନଙ୍କ ସାଙ୍ଗ ଏବଂ ଆଈ ମାଙ୍କୁ ଦେଖେଇବା ପାଇଁ କିଛି ଡାକ ଟିକେଟ ଆଣିଛନ୍ତି। ଦେଖ ଆଈ ମା, ଆମେ 15ଟି ଡାକ ଟିକେଟ ସଂଗ୍ରହ କରିଛୁ। ସେଠୁ ଆଈ ମା କହୁଛନ୍ତି ମୁଁ ତୁମକୁ ଆଉ କିଛି ଦେବି, ଏଠାରେ ଆଉ 7ଟି ରହିଛି। 7ଟି ରହିଲା ପରେ ଏବେ ସେମାନଙ୍କ ପାଖରେ କେତୋଟି ଡାକ ଟିକଟ ହେଲା? ନନ୍ଦିନୀ, ଦୀପକ ଏବଂ ଆଈ ମା ସେମାନଙ୍କର ସଂଖ୍ୟା ମାଳ ବ୍ୟବହାର କରି 3ଟି ଭିନ୍ନ ଭିନ୍ନ ଉପାୟରେ ଉତ୍ତର ବାହାର କରିଥିଲେ। ପ୍ରଥମେ ଏହାକୁ ଟିକେ ବଡ଼ କରିକି ଦେଖିବା। ତ ଦେଖ ପ୍ରଥମେ କିଏ ରହିଛି ନନ୍ଦିନୀ ରହିଛି। ପ୍ରଥମେ ନନ୍ଦିନୀ ରହିଲା। ନନ୍ଦିନୀ କଣ କରୁଛି, ତାର 15ଟି ଥିଲା। ଏଠି ଆମର ଦେଖ ଏଇଠି ଯୋଉ ରହିଛି ନାରଙ୍ଗୀ ରଙ୍ଗ 10ଟା ଅଛି, ସବୁ ରଙ୍ଗ ତାପରେ ଯୋଉ ସବୁଜ ରହିଛି 10ଟା ରହିଛି, ଏ ପୁଣି 10 ରହିଲା, ଏ 10 ରହିଲା, ଏ 10 ରହିଲା, ମୋଟ 50ଟା ଅଛି। ତ ପ୍ରଥମେ ନନ୍ଦିନୀ କଣ କଲା, ସେ 15ଟା ନେଇଛି, ତା ପାଖରେ ସେ କହିଲା ମୋର 15ଟା ରହିଛି। ତାପରେ କେତେ ହେଲା 7 ହେଲା, 7ଟା ମିଶେଇଛି। ତ ଗୋଟିଏ ଗୋଟିଏ ସେ ଗଣିକି ଯାଇଛି, 15 ଏଇଠି ହେଇଯାଇଛି 15, ଏଇଠି କେତେ ହେଲା 16 17 18 19 20 21 22। ତ ଏଇଠି ତାର କେତେ ହେଲା 22 ହେଲା। ସେଇଠୁ ତାପରେ ଦୀପକ କଣ କରୁଛି, ଦୀପକ ଏଇଠୁ ସେ କଣ କଲା, ତା ପାଖରେ 15ଟା ଥିଲା, ତାକୁ 15ଟା ଥିଲା ଏବଂ ଆଈ କେତୋଟି ଦେଲେ 7ଟା। ସେ
सातटा गोटे गोटे करिकी न मिसेइकी से प्रथमे कौन करिछि पांचटा पांचटा मिसेइछि। तो पांचटा मिसेई सारला परे तार केते ହେଲା 20 ହେଲା। 20 ପରେ ସେ ଆଉ କଣ କଲା ଗୋଟିଏ ଗୋଟିଏ କରିକି ମିଶେଇଛି। ତ ଗୋଟିଏ ଗୋଟିଏ ମିଶେଇ ସାରିଲା ପରେ ତାର କେତେ ହେଇଗଲା 22 ହେଲା। ଏହାର ବି 22 ହେଇଛି। ଆଇ କଣ କଲେ 15 ଥିଲା ତାଙ୍କ ପାଖରେ, ସେ ପୁଣି ପୁରା 10ଟା ଗଣିଦେଲେ। 10ଟା ଗଣିଦେଲେ ତାଙ୍କର କେତେ ହେଇଗଲା 25 ହେଲା। 10ଟା ଗଣି ସାରିଲା ପରେ ସେ ପଛକୁ ଫେରିଗଲେ। କେତୋଟି ଫେରିଗଲେ 10 10 ତାଙ୍କ ସେ କେତେ କରିଛନ୍ତି 7 କରିଛନ୍ତି। ସେ ତ କେତୋଟି ଫେରିବେ 3ଟି ଘର ଫେରିବେ, 3ଟି ମାଡ଼ିକୁ ଫେରିବେ। ତ ଗୋଟିଏ ଦୁଇଟା ତିନିଟା ଫେରି ସାରିଲା ପରେ ତାଙ୍କ ପାଖରେ କେତେ ହେଲା 22 ହେଲା। 15ଟି ଡାକ ଟିକଟ ଯୋଗ କଲେ ମିଶାଣ 7ଟି ଡାକ ଟିକେଟ କେତେ ହେଲା 22ଟି ଡାକ ଟିକେଟ ହେଲା। କିମ୍ବା 15ରେ ଆମେ 7 ମିଶେଇଲେ କେତେ ହେଲା 22 ହେଲା। ତାପରେ ଦେଖ ପିଲାମାନେ ରହିଛି ଆସ କାମଟି କରିବା। ନନ୍ଦିନୀ ଓ ଦୀପକ ପାଖରେ 22ଟି ଡାକ ଟିକେଟ ରହିଛି। ଆଈ ମାଙ୍କ ଭାଇ ତାଙ୍କର ସଂଗୃହୀତ 30ଟି ଡାକ ଟିକେଟ ସେମାନଙ୍କୁ ଦେଲେ। ଏବେ ସେମାନଙ୍କ ପାଖରେ କେତୋଟି ଡାକ ଟିକେଟ ହେଲା। ତ ପ୍ରଥମେ ଆମର ଏଇଠି କେତେ ରହିଛି 10 ରହିଲା, ଏ 10 20 ହେଲା ଏବଂ ଏଇଠି 21 22 ହେଇଗଲା। ତାଙ୍କ ପାଖରେ 22ଟା ରହିଛି। ତାପରେ ସେ କେତେ ଦେଲେ 30ଟା ଦେଲେ। ତ 30କୁ ଆମେ ପ୍ରଥମେ ଦେଖ ଏଠି ଆମର 22 ହେଇଗଲା। ଏଇଠି ଆମର କେତେ ହେଲା 8 ହେଇଗଲା। ତାପରେ 8ଟା ହେଲା ଏଠି। ତାପରେ ଏଇଠି କେତେ ହେଲା 10 ହେଲା 18 18 ଏଇଠି ହେଲା 10। ତ କେତେ ହେଇଗଲା 28 ଏବଂ ତାପରେ ଆମର ଏଇଠି 2 ହେଲେ କେତେ ହେଇଗଲା 30 ହେଇଗଲା। 8 ଏ 2 10 10 10 30 ହେଲା। ତ ମୋଟ ତାଙ୍କର କେତେ ହେଲା 22 ଥିଲା। ସେଥିରେ ଆମେ 8 ମିଶେଇ ଦେଲେ କେତେ ହେଲା 30 ହେଲା। 30ରେ ପୁଣି ଆମେ 10 ମିଶେଇ ଦେଲେ ଏଠି କେତେ ହେଇଗଲା 40 ହେଲା। 40ରେ ଆମେ 10 ମିଶେଇ ଦେଲେ କେତେ ହେଇଗଲା 50। 50ରେ ଏଠି 2 ହେଇଗଲା କେତେ ହେଲା 52। ତ ତାଙ୍କର 22ଟାରୁ ଆମେ ଯେତେବେଳେ 30ଟା ମିଶେଇ ଦେଲେ ତ କେତେ ହେଇଗଲା 52ଟା ହେଇଗଲା। ତ କିମ୍ବା ଆମେ 22ରେ 30 ମିଶେଇଲେ କେତେ ହବ 52 ହବ। ଏଇ ମାଳିକୁ ଗଣିକି ଆମେ ସେଇ ଅନୁସାରେ ଲେଖିବା। ଏବେ ସେମାନଙ୍କ ପାଖରେ 52ଟି ଡାକ ଟିକେଟ ରହିଛି। ନନ୍ଦିନୀ ଓ ଦୀପକ ଗଣନା କରି ଜାଣିବାକୁ ପାଇଲେ ଯେ ସେମାନଙ୍କ ପାଖରେ 37ଟି ଡାକ ଟିକେଟ ରହିଛି, ଯେଉଁଥିରେ ବିଶିଷ୍ଟ ବ୍ୟକ୍ତିଙ୍କ ମୁହଁ ରହିଛି। ଏଠି ଦେଖ ବିଶିଷ୍ଟ ବ୍ୟକ୍ତିଙ୍କର ମୁହଁ ସବୁ ରହିଛି। ଆବୁଲ କଲାମ, ମଙ୍ଗଳ ପାଣ୍ଡେ, ଏଇଭଳିଆ ସଚିନ ତେନ୍ଦୁଲକର, ଏଇଭଳିଆ ବିଶିଷ୍ଟ ବ୍ୟକ୍ତିଙ୍କ ମୁହଁ ସବୁ ରହିଛି ଏବଂ ଅବଶିଷ୍ଟରେ ସ୍ମାରକୀର ଚିତ୍ର ରହିଛି। ତ ନନ୍ଦିନୀ କହିଲା ମୁଁ ଏହି ଉପାୟରେ ଏହା କରିପାରିବି। କେମିତି କରିବ ଦେଖ, ସେମାନଙ୍କ ପାଖରେ କେତୋଟି ସ୍ମାରକୀ ଚିତ୍ର ଥିବା ଡାକ ଟିକେଟ ଅଛି। ତ ପ୍ରଥମେ ସେମାନଙ୍କ ପାଖରେ କେତେଟା ଥିଲା 52ଟା ଥିଲା। 52ରୁ ତାଙ୍କ ପାଖରେ 37ଟିରେ ବିଶିଷ୍ଟ ବ୍ୟକ୍ତିଙ୍କର ମୁହଁ ରହିଛି। ସେ 52ରୁ 37 ପାଖକୁ ଆସିବ। ସେଥିପାଇଁ ସେ ପ୍ରଥମେ କଣ କଲା 2 ବିୟୋଗ କରିଦେଲା, ଫେଡ଼ିଦେଲା। ଫେଡ଼ିଦେଲା ପରେ ତାର କେତେଟା ରହିଲା 50 ରହିଲା। 50ରୁ ପୁଣି ସେ କଣ କଲା 10ଟି ମାଳି ସେ ବିୟୋଗ କରିଦେଲା। କେତେ ହେଲା ତାର 40ଟା ହେଇଗଲା। 40ରୁ ସେ ପୁଣି କଣ କଲା 3ଟା ଫେଡ଼ିଦେଲା। ତ ଏଇଠି ଆସିକି ସେ 37ରେ ପହଞ୍ଚିଲା। ସେ ମୋଟ କେତେଟା ଫେଡ଼ିଛି ଦେଖ। ପ୍ରଥମେ ସେ 2ଟା ଫେଡ଼ିଲା, ତାପରେ 10ଟା ଫେଡ଼ିଲା, କେତେ ହେଲା 12 ହେଲା। ପୁଣି ସେ 3ଟା ଫେଡ଼ିଲା, କେତେ ହେଲା 15 ହେଲା। ତ ଆମେ ଏଠି କଣ ଜାଣିଲେ, ଏହି ସ୍ମାରକୀରେ ଥିବା 15ଟି ଡାକ ଟିକେଟ ରହିଛି। ମାନେ ଯୋଉଟା 15ଟି ଡାକ ଟିକେଟ ରହିଲା ସେଥିରେ କଣ ରହିଛି ସ୍ମାରକୀର ଚିତ୍ର ରହିଛି। ତୁମେ ଅନ୍ୟ କୌଣସି ଉପାୟରେ ଉତ୍ତର ନିର୍ଣ୍ଣୟ କରିପାରିବ କି? ତ 52ଟି ଡାକ ଟିକେଟରୁ ଆମେ 37ଟି ଫେଡ଼ିଦେଲେ କେତେ ହେଇଯିବ? ତ ଆମେ ପ୍ରଥମେ ଚାଲିଯିବା, ଏଠି ହେଲା 10, ଏ ହେଲା 10 20, ଏ ହେଲା 30, ଏ ହେଲା 40, ଏ ହେଲା 50, ଏଠି ହେଲା 52, ଏଠି ହେଲା 52 ରହିଲା। 52ରୁ କେତେ ହେଇଛି 37ଟା ଡାକ ଟିକେଟ ରେ ବିଶିଷ୍ଟ ବ୍ୟକ୍ତିଙ୍କର ରହିଛି। ଦେଖ ଆଉ ଥରେ କଣ ଦବା, ଏଠି ରହିଲା 10, ଏ ହେଲା 10 20, ଏ ହେଲା 30,
ए हेला 1 2 3 4 5 6 7 एठी रहिला 7 7 रहिला परे एठी रहिला 7 37 टा हेला तो आमे जो एठी गणी दबा गोटे गोटे करिकी गणी दबा तो केते हे जीवो 1 2 3 4 5 6 7 8 9 10 11 12 13 14 15 केतोटी हेला 15 टी रहिला तो एठी आमे वियोग करिकी भी जानी परिबा तो 52 रु आमे 37 टा वियोग कर देले केतेटा हे गेला 15 टा हे परला किंबा 37 टी डाक टिकेट रे आमे केते मिसेइले 52 टी डाक टिकेट हबो तो एठी आमे कोन करिबा गणी दबा 37 हेला देखो 38 39 40 41 42 43 44 45 46 47 48 49 50 51 52 तो आमे केतोटी मिसेइले 1 2 3 4 5 6 7 8 9 10 11 12 13 14 15 तो 37 रे आमे 15 टी मिसेई देले हमर केतेटा हे जिवो 52 टी हे जिवो तो 37 रे जदी आमे 15 मिसेइबा केते हबो 52 हबो तो 52 रु आमे 37 वियोग कले आमे वियोग शिखिचंती किंतु एठी वियोग करिबा नाही आमे एठी गणी की करिबा तो देखो एठी केते हबो 5 हेला एठी हेला 15 तो 52 रु 37 गले केते होची 15 15 को आउ 37 को जदी आमे जोग करी दबा एठी केते हे जिवो 52 हे जिवो तो बढ़िया दम पई दिया हेची तो भलो भाबरे बुझो तो नेक्स्ट जीवा देखो आई मा आम पाखरे एबे 52 टी डाक टिकेट अछि परवर्ती समय रे जेते बेडे आमे आसीबु आम पाखरे 75 टी डाक टिकेट थिबो सेमानंकु आउ केतोटी डाक टिकेट दरकार संख्या रेखा व्यवहार करी यहाकू चिन्हट कर तो तांको पाखरे रहिची केतेटी 52 टी रहिची तांकर हबा दरकार 75 टी तो तांको आउ केतोटी दरकार तो केमिति जानिबा प्रथमे आमे देखो एठी रहिला 10 ए हिला 10 20 ए हिला 30 40 50 60 70 एठी तापरे केते हबो एठी जदी आमे ग्रीन कलर रो 5 टी नबा 1 2 3 4 5 तो एठी हमर केते हबो 75 हबो तांको पाखरे रहिची केतोटी 52 टी रहिची 10 20 30 40 50 ଏବଂ 52 ଏଇଠି ସେମାନେ ରହିଛନ୍ତି ଏଇଠି ରହିଛି 52 ଟି ଏଇଠି ରହିଲା 75 ଟି ତ ପ୍ରଥମେ ଦେଖ ଏଇଠି କେତେ ରହିଲା 8 ରହିଲା 8 ଏଇଠି ଆମେ ଲେଖିଦବା 8 ଟି ହେଲା ତାପରେ ଏଇଠି ଆମେ କେତେ ଦେଖିଲେ 10 ଟି ରହିଲା ଏଇଠି 10 ଟି ଗଣି ଦେଲେ ତାପରେ ଏଇଠି କେତେ ରହିଲା 5 ରହିଲା 10 8 18 18 5 23 ତ केतेटी हेला हमर केतोटी हबो 23 टी हबो तो ताकू एमिति के लिखिबा प्रथमे रहिला 52 सेथिरे आमे मिसेइले केते 23 हे जीवो हमर केते 75 तो एहा को एई भडिया लिखिबा 52 23 मिसेइले केते हे जीवो 75 हे जीवो एक आस कामटी करिबा कोन रहिची एक संख्या माडी व्यवहार करी समाधान करो प्रथमे केते रहिची 34 रे 6 मिसेइबा प्रथमे आमे 10 ए 10 20 ए 10 30 30 हे गला 30 परे आमे केते नै जिबा 1 2 3 4 34 हे गला तापरे केते हबो आउ 6टा नबा 1 2 3 4 5 6 तो मोट केते हे गला ए 10 20 ए 10 30 ए 10 40 तो एटा को आमे मिसेइले केते हे गला 40 हेला एटा को मिसेइ देला परे केते हबो 40 हबो नेक्स्ट देखो नेक्स्ट रहिला 23 12 23 प्रथमे 10 10 20 3 23 1 2 3 23 हेला 23 परे आमे कोन करिबा 12 रहिची 12टा गणी दबा 12टा गणी सारला परे केते हबो 23 हेले एठी हमर केतेटा रहिला 7टा रहिला आउ 5टा गणीबा
1 2 3 4 5 ଗଣିଦେଲେ ଆମର କେତେ ହେଲା 10 20 30 ଏ 5 35 କେତେ ହେଇଯିବ 35 ହବ। ତାପରେ ଦେଖ 33 ରୁ ଆମେ କଣ କରିବା 5ଟା ବିয়োଗ କରିଦବା। ପ୍ରଥମେ ଆମେ 30ଟା ନବା 30 10 20 30 3 33 1 2 3 33 ହେଲା ସେଥିରୁ ଆମେ 5ଟା ଫେରିଦବା ଏ ହେଲା 3 ଏ ହେଲା 4 ଏ ହେଲା 5 ଆଉ କେତେଟା ରହିଯିବ 10 10 20 20 ଏଠି 8 28ଟା ଏଠି କେତେ ହେଇଯିବ 28 ସେଇ ଭଳିଆ ତମେ କରିବ। ତାପରେ ଦେଖ କଣ ରହିଛି ଗୋଟିଏ ବେଙ୍ଗ ସଂଖ୍ୟା ମାଳି ଉପରେ ଡେଇଁଛି ସେ ଏବେ 7ଟି ଘରେ ଅଛି 7ରେ ଅଛି ସେ ଏକାଥରକେ 10ଟି ମାଳି ଡେଇଁବାକୁ ଚାହୁଁଛି ସେ ଯେଉଁ ମାଳି ଉପରକୁ ଡେଇଁବ ତାହାକୁ ଚିହ୍ନିତ କର ସଂଖ୍ୟା ଗୁଡ଼ିକୁ ଲେଖ। ତ ପ୍ରଥମେ ଆମେ ଗଣିଦେବା କେତେ ହବ 7ଟା ସେ ଡେଇଁବ 1 2 3 ଏଠି ରହିଲା 3 ଏଇଠି ହେଇଯିବ କେତେ 10ଟି ଆଉ ଏଠି 7 ନେଇଯିବା 7 ହେଇଗଲେ ତ ସେ ଏଠି ଆସିକି କୋଉଠି ପହଞ୍ଚିବ ଏଇଠି ପହଞ୍ଚିବ ତ ଏଇଠି ଆମର କେତେ ହେଇଯିବ ଏ ହେଲା 10 ଏ ହେଲା 7 ତ କେତେ ହେଇଯିବ 7 ତାପରେ ସେ ଡେଇଁଲା କେତେ 10 ତ କେତେରେ ଆସିକି ପହଞ୍ଚିବ 17ରେ ପହଞ୍ଚିବ। 23 ରୁ ଆରମ୍ଭ କରି ବେଙ୍ଗଟି ପ୍ରତିଥର 10ଟି ଲେଖାଏଁ ଆଗକୁ ଡେଇଁଛି ବେଙ୍ଗ ଡେଇଁଥିବା ସ୍ଥାନକୁ ଚିହ୍ନିତ କର ଓ ସଂଖ୍ୟା ଗୁଡ଼ିକୁ ଲେଖ। ତ ଦେଖ ଏଇଠି ରହିଲା 23 ସେ ଏକାଥରକେ କେତେ ଡେଇଁଛି 10 ଡେଇଁଛି ତ 23 ହେଲେ ଏଇଠି ଆମର ରହିଲା 7 ଏବଂ ଏଇଠି ରହିଲା 3 ତ ଏଇଠି ଆସିକି ପହଞ୍ଚିବ ଏଇଠି କେତେ ହେଇଯିବ 33 ପୁଣି କଣ କରିବ ଏଇଠି ହେଲା 7 ଏଇଠି ହେଲା 3 10 ଏଇଠି କେତେ ହେଇଯିବ 43 ପୁଣି 10 ଗଲେ କେତେ ହେଇଯିବ ଏଠି 7 ରହିଲା ଏଠି 3 ନବା ଏଠି ଆସିକି ପହଞ୍ଚିବ କେତେ ହେଇଯିବ 53 ପୁଣି ଗଲେ ସେ 7 ଏ 3 ଏଠି ହେଲା 63 ପୁଣି ସେ 7 ଗଲେ କେତେ ହେଇଯିବ ଏଠି ହେଲା 7 ଏଠି 3 10 ହେଲେ 73 ତ ଏଇଭଳିଆ ସେ ଡେଇଁବ। 4 ନମ୍ବରରେ ରହିଛି ଝିଣ୍ଟିକା ପ୍ରତିଥର 10ଟି ଲେଖାଏଁ ପଛକୁ ଡେଇଁଥାଏ ଯେଉଁ ସବୁ ମାଳି ଉପରକୁ ଝିଣ୍ଟିକା ଡେଇଁବ ତାକୁ ଚିହ୍ନିତ କର ସଂଖ୍ୟା ଗୁଡ଼ିକୁ ଲେଖ। ଠିକ ଅଛି ଦେଖ ଏଇଭଳିଆ ପ୍ରଥମେ ସେ କଣ କରିବ 76ରେ ଅଛି ସେ 10ଟି ଘର ପଛକୁ ଆସିବ ଏଠି ରହିଲା କେତେ 4 ଏଠି ଆମେ ନେଇଯିବା 1 2 3 4 5 6 ସେ ଏଠି ଆସିକି ପହଞ୍ଚିବ କେତେ ହେଇଯିବ 66 ପୁଣି ଏଠି ରହିଲା 4 ଏଠି ନେଇଯିବ 6 10 ହେଲା 10 ହେଲେ ଏଠି ଏଠି ଆସିକି ପହଞ୍ଚିବ ହେଲେ ଏଠି କେତେ ହେଇଯିବ 56 ପୁଣି ସେ 4 ଏଠି ହେଇଯିବ କେତେ 6ଟା ଡେଇଁକି ଆସିବ 10 ହେଲା 10 ହେଲେ ଏଠି କେତେ ହେଇଯିବ 46 ପୁଣି ସେ 4ଟା ଏଠି ହେଲା 6ଟା ହେଲେ ସେ କେତେ ଆସିବ 1 2 3 4 5 6 6ଟା ଡେଇଁଲା ପରେ ସେ ଏଠି ଆସିକି ପହଞ୍ଚିବ ଏଠି ହେଇଯିବ କେତେ 36 ପୁଣି ସେ ଆସିବ ଏଠି ହେଇଯିବ 26 ପୁଣି ସେ ଏଇଠିକୁ ଆସିବ ଏଇଠି ହେଇଯିବ ତାର କେତେ 16 ପୁଣି ଲାଷ୍ଟରେ ଆସିବ କୋଉଠି ଆସିକି ପହଞ୍ଚିବ ଏଠି ଆସିକି ପହଞ୍ଚିବ 6ରେ ସେ 10 10 ପଛକୁ ଫେରିଲା ପରେ ସେଇଭଳି ଆସିକି ପହଞ୍ଚିବ। ତ ପିଲାମାନେ ଆଜିକାର ପାଠ ଏଇଠି ସାରିବା ନେକ୍ସଟ ଭିଡିଓରେ ନୂଆ ପାଠ ସହିତ ପୁଣି ଥରେ ଦେଖାହବ। ଯଦି ଭିଡିଓଟି ପସନ୍ଦ ଆସିବ ଲାଇକ୍ ଆଣ୍ଡ କମେଣ୍ଟସ୍ କରିବ ନିଜ ସାଙ୍ଗମାନଙ୍କ ସହିତ ସେୟାର କରିବ।